ଆପଣଙ୍କୁ ମୋ ୟୁଟ୍ୟୁବ ଚ୍ୟାନେଲ ଜୁରିଆ ଲାଇଫ ଚାକିରି ସିଚୁଏସନ କେତେକୁ ପୁଣି ଥରେ ସ୍ୱାଗତ। ଦେଖ ଆଜି ଆମେ ଦେଖିବା ପଞ୍ଚମ ଶ୍ରେଣୀ LRP କାର୍ଯ୍ୟକ୍ରମର କାର୍ଯ୍ୟପଦ ଓଡ଼ିଆ କାର୍ଯ୍ୟପଦ ଓଡ଼ିଆର କାର୍ଯ୍ୟପଦ 12ଟିକୁ ଦେଖିବା। ଆକଳନ ପଦ 4 ଠିକ ଅଛି। ତ ଦେଖ ଯଦି ଆମେ ଦେଖିବା ଆକଳନ ପଦ 4ଟି ଦେଇଛି ସେ ଆମକୁ ପ୍ରଥମେ ଠିକ ବନାନ ଥିବା ଶବ୍ଦକୁ ବାଛି ତଳ କୋଠରେ ଲେଖ ହେଲା। ଦେଖ ଓଡ଼ିଶା 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 ତ କୋ ଓଡ଼ିଶାଟା ହବ ନା ଏ ଓଡ଼ିଶାଟା ଓଡ଼ିଶା ତାଲବ୍ୟ ସହ ହବ ହେଲା। ତାପରେ ଦେଖ 2 ନମ୍ବର ଦେଇଛି ତଳେ ଦିଆଯାଇଥିବା ଶବ୍ଦଟି ପାଇଁ କେତୋଟି ଅର୍ଥ ବନ୍ଧନରେ ଦିଆଯାଇଛି ସେଥିମଧ୍ୟରୁ ଠିକ ଅର୍ଥଟି ବାଛି ଲେଖିବ। ଆଗ୍ରହ ଉତ୍ସାହ ଆଡ଼ମ୍ବର ଧୁମଧାମ ଧୁମଧାମ ରେ ମାନେ କଣ ହବ ନା ଆଡ଼ମ୍ବର ରେ କଣ ଲେଖିବା এটা ଧୁମଧାମ ର ଅର୍ଥ ଆଡ଼ମ୍ବର କଣ ଲେଖିବ ଆଡ଼ମ୍ବର ଆଡ଼ମ୍ବର ହେଲା। ତାପରେ ଦେଖ ନେକ୍ସଟ ଦେଖ ତଳେ ଦିଆଯାଇଥିବା ଶବ୍ଦର ବିପରୀତ ଅର୍ଥ ବୁଝାଉଥିବା ଶବ୍ଦଟିକୁ ବାଛି ଲେଖ। ନିଚ ତୁଚ୍ଛ ନିର୍ଧନ ଭିତରୁ ବାଛିବ ଗୋଟେ। ଧନୀର ଅର୍ଥ ଧନୀର ବିପରୀତ କଣ ନିର୍ଧନ ଯାହା ପାଖରେ କିଛି ଧନ ନାହିଁ ହେଲା ନିର୍ଧନ ବୁଝିପାରିଲ। ନେକ୍ସଟ 4 ନମ୍ବର ଦେଖ ନିମ୍ନରେ ଥିବା କେଉଁ ଶବ୍ଦଟି ଠାକୁରଙ୍କ ଭୋଗକୁ ବୁଝାଉଛି ତାହା ବାଛି କୋଠରେ ଲେଖିବା। ପ୍ରସାଦ ବିଷାଦ ପ୍ରାସାଦ ହେଲା ଠାକୁରଙ୍କ ଭୋଗ କହିଛି ତ ଦେଖ ପ୍ରାସାଦ ମାନେ ଯୋଉ ରାଜା ଯୋଉଠି ରହୁଛନ୍ତି ପ୍ରାସାଦ ସେଇଟା। ବିଷାଦ ମାନେ ଦୁଃଖ ପ୍ରସାଦ ପ୍ରସାଦ ମାନେ ଆମର ଭୋଗ ପ୍ରସାଦ ମାନେ ଭୋଗ ବୁଝିପାରିଲ। ନେକ୍ସଟ ଯିବା 5 ନମ୍ବର ଦେଖ 5 ନମ୍ବର କହୁଛି ବାକ୍ୟରେ ଥିବା କ୍ରିୟାପଦକୁ ବାଛି ତଳ କୋଠରେ ଲେଖିବା। ପିଲାମାନେ ପଡ଼ିଆରେ ଖେଳୁଛନ୍ତି କ୍ରିୟାପଦ କୋଉଟା ହବ ଖେଳୁଛନ୍ତି ଖେଳୁଛନ୍ତି ଏଟା ହବ କ୍ରିୟାପଦ ବୁଝିପାରିଲ। ନେକ୍ସଟ ଦେଖ 6 ନମ୍ବର ନିମ୍ନଲିଖିତ ବାକ୍ୟରୁ ସର୍ବନାମ ପଦଟିକୁ ବାଛି ଖାଲି ଘରେ ଲେଖିବା। ସର୍ବନାମ ଆଚ୍ଛା ଦେଖ ସର୍ବନାମ ଆମ ଭିତରେ କୋଉଟା ରହିବ ବାପା କଲମଟିଏ ଆଣିଥିଲେ ସେ କଲମଟିକୁ ଚିନୁକୁ ଦେଲେ ସେ ବଦଳରେ ବାପା ବଦଳରେ ଆମର ସେ ଲାଗିଛି ତ ସେ ହବ ଆମର ସର୍ବନାମ ବୁଝିପାରିଲ। ନେକ୍ସଟ ଦେଖ 7 ନମ୍ବର ଦେଖ ତଳେ ଦିଆଯାଇଥିବା ଶବ୍ଦଟିର ବିପରୀତ ଲିଙ୍ଗ ପ୍ରକାଶ କରୁଥିବା ଶବ୍ଦଟିକୁ ଲେଖିବା। ବିପରୀତ ଲିଙ୍ଗ ହେଲା ଯେମିତି ରାଜାର କଣ ହବ ରାଣୀ ହେଲା ସେମିତି ଡାକ୍ତରର ଡାକ୍ତରାଣୀ ହେଲା ଧୋବାର ଧୋବୁଣୀ। ସେହିପରି ଆମେ କଣ କରିବା ବୁଢୀର କଣ ହବ ବୋଲି ପଚାରିଛି ବୁଢୀର କଣ ହବ ବୁଢା ବୁଢୀର ବୁଢା ହେଲା ସରିଲା। ତାପରେ 8 ନମ୍ବର ଦେଖ ତୁମ ବିଦ୍ୟାଳୟରେ ପାଳନ କରାଯାଉଥିବା ପର୍ବପର୍ବାଣୀ ମାନଙ୍କ ମଧ୍ୟରୁ ଯେକୌଣସି ଦୁଇଟିର ନାଁ ଲେଖ ବୋଲି ସେ ଆମକୁ କହିଛି। ତ ଆମର ସ୍କୁଲରେ ତ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ପାଳିତ ହଉଛି କି ନାଇଁ ତ ଆମେ ଦୁଇଟାର କହିଛି ଆମେ ଲେଖିବା ଗୁଡାଏ ହେଲା। ଦେଖ ଯେମିତି ଗଣେଶ ପୂଜା ପାଳୁଛ ହେଲା ସରସ୍ୱତୀ ପୂଜା ପାଳୁଛ ଗଣେଶ ପୂଜା ସରସ୍ୱତୀ ପୂଜା ହେଲା ପର୍ବ ଆଉ କଣ କୋଉ ପର୍ବ ପାଳୁଛ ଦେଖ ଏଟା ଆହୁରି ଆମେ ଲେଖିପାରିବା ଗଣେଶ ପୂଜା ସରସ୍ୱତୀ ପୂଜା ହେଲା। ତାପରେ ସ୍ୱାଧୀନତା ଦିବସ ଆଉ କଣ ଲେଖିପାରିବା ଗୁରୁ ଦିବସ ହେଲା ଆଉ କଣ ଲେଖିପାରିବା ଶିଶୁ ଦିବସ ହେଲା ଆହୁରି ଅନେକ ଦିବସ ଅଛି ଯୋଉଟା କି ତମେ ଲେଖିପାରିବ। ଆହୁରି ଯେମିତି ଅଛି କଣ ଆମର ଅଗଷ୍ଟ 15 ହେଲା ସ୍ୱାଧୀନତା ଦିବସ ତାପରେ ଗଣତନ୍ତ୍ର ଦିବସ ଅଛି ହେଲା ସେମିତି ତମେ ସବୁ କିଛି ବୁଝିକି ଲେଖିବ ହେଲା। ତ ଦେଖ ଏଇ କାର୍ଯ୍ୟ ପ୍ରଦତ୍ତ ସରିଯାଇଛି। ଯଦି ଏମିତିକା ନୂଆ ଭିଡ଼ିଓ ଦେଖିବାକୁ ଚାହୁଁଛ ତାହେଲେ ଆମ ଚ୍ୟାନେଲକୁ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରି ଘଣ୍ଟି ବଟନକୁ ଦେବା ପାଇଁ ଜମାରୁ ରହୁଛି। ଜୟ ଜଗନ୍ନାଥ।